ନା ସେମାନେ ସଭାପତି ପଦରେ ମଧ୍ୟ ତୁରନ୍ତ ସେଇଥିରୁ ସେମାନେ ଅବ୍ୟାହତି ତାଙ୍କୁ ଦିଆଯାଇଛି। ସେମାନେ ଆଉ ସମ୍ପୃକ୍ତ ଜିଲ୍ଲା ସଭାପତି ନାହାନ୍ତି, ସେମାନେ ନିଲମ୍ବିତ ହୋଇଛନ୍ତି। ତେଣୁକରି ଦଳ କୌଣସି କାର୍ଯ୍ୟ ସେମାନେ ପରିଚାଳନା କରିବେ ନାହିଁ। ଘୋଡ଼ା ବେପାର ହେବ ବୋଲି ଆଗରୁ ଜଣାଥିଲା, କଂଗ୍ରେସ ସଭାପତି କଂଗ୍ରେସ ଜଣାଥିଲା କି ତାଙ୍କର ବିଧାୟକ ଏବଂ ବିଧାୟିକା ମାନେ ରେସ୍ରେ ମଧ୍ୟ ଅଛନ୍ତି ଏବଂ ଭାଗ ନେଇଛନ୍ତି। ନାଇଁ, ଆମେ ଆଶଙ୍କା କରୁଥିଲୁ ଘୋଡ଼ା ବେପାର ପାଇଁ ବିଜେପି ତାର ଚେଷ୍ଟା କରିବ, ଦିଲ୍ଲୀପ ରାୟଙ୍କ ଘଟଣା ଅଭ୍ୟାସ ଚେଷ୍ଟା କରିବେ ଏବଂ ବିଜେପି ଯାହାକୁ ସେମାନେ ନିଜକୁ ୱାସିଂ ମେସିନ୍ ବୋଲି ଭାବନ୍ତି, ତାଙ୍କୁ ଯେଉଁମାନେ ସମର୍ଥନ କରନ୍ତି ସେମାନେ ଏତେ ଦୁର୍ନୀତିଗ୍ରସ୍ତ ହେଲେ ମଧ୍ୟ ସେମାନଙ୍କୁ ସବୁ ମକଦ୍ଦମାରୁ ଛାଡ଼ କରି ଦିଆଯାଏ। ତେଣୁ ସେମାନେ ସବୁ ପ୍ରକାର ପ୍ରଲୋଭନ କରିବେ, ଡରେଇବେ, ଧମକେଇବେ ଏବଂ ଅର୍ଥ ପ୍ରଲୋଭନ ଦେଖେଇବେ, ସେଟା ଜଣାଥିଲା। କିନ୍ତୁ ତଥାପି ଶେଷ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକମାନଙ୍କ ଉପରେ ସଭାପତିଙ୍କର ଭରସା ଥିଲା। ଶେଷ ପର୍ଯ୍ୟନ୍ତ ସେ ଚେଷ୍ଟା ମଧ୍ୟ କରିଥିଲେ। ଜଣେ ବିଧାୟକ ନିଖୋଜ ହୋଇଗଲେ, ଆପଣମାନେ ତାଙ୍କୁ ଯେଉଁ କୈଫିୟତ ମଗାଇଥିଲା କାରଣ ଦର୍ଶାଅ ନୋଟିସ୍, ସେଥିରେ ପଢ଼ିଥିବେ ସ୍ପଷ୍ଟ ଲେଖା ଥିଲା ଆପଣ ଗତ ସପ୍ତାହେ ଧରି ଉଭାନ ହୋଇଯାଇଛନ୍ତି ଅତ୍ୟନ୍ତ ରହସ୍ୟମୟ ଭାବରେ। ତେଣୁକରି ତାଙ୍କୁ ଆମ ସାଙ୍ଗରେ ରଖିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିଲା। ବିଭିନ୍ନ କାରଣ ପାଇଁ ସେମାନେ ରହିଲେ ନାହିଁ। ଜିଲ୍ଲା ସଭାପତି